କେବେ ଭାବିଛନ୍ତି ଆମ ପୃଥିବୀରେ କେତେ ପ୍ରକାରର ଜୀବ ଅଛନ୍ତି? ଗଛଲତା, ପଶୁପକ୍ଷୀ, ପୋକଜୋକ, ଏପରିକି ଆମ ଖାଲି ଆଖିକୁ ଦେଖାଯାଉନଥିବା କୋଟି କୋଟି ଅଣୁଜୀବ। ଏତେ ବଡ଼ ଜୀବଜଗତକୁ ବୈଜ୍ଞାନିକମାନେ କେମିତି ବା ବୁଝନ୍ତି? ସେମାନେ ଏସବୁକୁ କେମିତି ସଜାଇ ରଖନ୍ତି? ଚାଲନ୍ତୁ ଆଜି ଏହି ରୋମାଞ୍ଚକର ବ୍ୟବସ୍ଥା ଭିତରକୁ ଯିବା। 18 ଲକ୍ଷ। ହଁ, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ପାଖାପାଖି ଏତିକି ପ୍ରଜାତିର ଜୀବଙ୍କୁ ଖୋଜି ବାହାର କରି ତାଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ଗୋଟେ ବହୁତ ବଡ଼ ସଂଖ୍ୟା, ନୁହେଁ କି? କିନ୍ତୁ ମଜା କଥା ହେଲା, ଏହା ତ କେବଳ ଆରମ୍ଭ ମାତ୍ର। କୁହାଯାଏ ଆହୁରି ଲକ୍ଷ ଲକ୍ଷ ପ୍ରଜାତି ଏବେ ବି ଆବିଷ୍କାର ହେବା ବାକି ଅଛି। ତ ଜୀବନର ଏଇ ଯେଉଁ ବିଶାଳ ଭଣ୍ଡାର, ଏହାକୁ ବୁଝେଇବା ପାଇଁ ବୈଜ୍ଞାନିକମାନେ ଗୋଟେ ଶବ୍ଦ ବ୍ୟବହାର କରନ୍ତି, ତାହା ହେଲା ଜୈବ ବିବିଧତା ବା ବାୟୋଡାଇଭର୍ସିଟି। ଏହାର ଅର୍ଥ ହେଲା ପୃଥିବୀରେ ଥିବା ସବୁ ପ୍ରକାରର ଜୀବନ, ତାହା ଗଛ ହେଉ, ପ୍ରାଣୀ ହେଉ, କବକ ହେଉ କିମ୍ବା ଛୋଟ ଛୋଟ ଅଣୁଜୀବ। ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି 18 ଲକ୍ଷ ପ୍ରଜାତି ଭିତରୁ ସବୁଠୁ ବେଶୀ ହେଉଛନ୍ତି ପ୍ରାଣୀ, ପାଖାପାଖି 12 ଲକ୍ଷ। ତାପରେ ଯାଇ ଆସୁଛନ୍ତି ଗଛଲତା ଆଉ ବାକି ସବୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ପ୍ରାଣୀ ଜଗତ କେତେ ବିବିଧ ଆଉ ବିଶାଳ। ତେବେ ଏତେ ବଡ଼ ତାଲିକାକୁ ଆମେ ମନେ ରଖିବା କେମିତି? କିମ୍ବା ବୈଜ୍ଞାନିକମାନେ ଏହାକୁ ନେଇ କାମ କରନ୍ତି କେମିତି? କିଛି ତ ବାଟ ଥିବ ନା? ହଁ, ନିଶ୍ଚୟ ବାଟ ଅଛି। ଆଉ ସେହି ସମାଧାନର ନାଁ ହେଉଛି ବର୍ଗୀକରଣ ବା କ୍ଲାସିଫିକେସନ। ଏହା ଏମିତି ଗୋଟେ ସିଷ୍ଟମ ଯାହା ଏହି ବିଶାଳ ଜୀବଜଗତକୁ ବୁଝିବା ପାଇଁ ସହଜ କରିଦିଏ। ଏହା ଜରିଆରେ ପ୍ରତ୍ୟେକ ଜୀବକୁ ଗୋଟେ ନାଁ ଦିଆଯାଏ ଆଉ ତାକୁ ତାର ଗୋଷ୍ଠୀରେ ସଜେଇକି ରଖାଯାଏ। କିନ୍ତୁ ପ୍ରଶ୍ନ ଆସେ, ଏହି ବର୍ଗୀକରଣ ଏତେ ଜରୁରୀ କାହିଁକି? ଦେଖନ୍ତୁ, ପ୍ରଥମ କଥା ହେଲା, ଏହା ଜିନିଷକୁ ସରଳ କରିଦିଏ। ଲକ୍ଷ ଲକ୍ଷ ଜୀବଙ୍କୁ ପଢ଼ିବା ସହଜ ହୋଇଯାଏ। ଦ୍ୱିତୀୟରେ, କୌଣସି ନୂଆ ଜୀବ ମିଳିଲେ ତାକୁ ଚିହ୍ନଟ କରିବାରେ ଏହା ସାହାଯ୍ୟ କରେ। ଆଉ ଖାଲି ସେତିକି ନୁହେଁ, ଏହା ଆମକୁ କହିଥାଏ କି କେଉଁ ଜୀବର କାହା ସହ ସମ୍ପର୍କ ଅଛି, ସେମାନଙ୍କର ବିବର୍ତ୍ତନ କେମିତି ହୋଇଛି। ଆଉ ସବୁଠୁ ବଡ଼ କଥା, ଏହା ପୁରା ଦୁନିଆର ବୈଜ୍ଞାନିକମାନଙ୍କ ପାଇଁ ଗୋଟେ କମନ୍ ଲାଙ୍ଗୁଏଜ୍ ଭଳି କାମ କରେ। ଆଉ ଆଧୁନିକ ବର୍ଗୀକରଣ କଥା ଯେତେବେଳେ ଉଠେ, ଗୋଟିଏ ନାଁ ସବୁବେଳେ ଆଗକୁ ଆସେ। ସେ ହେଉଛନ୍ତି କାରଲସ୍ ଲିନିୟସ୍। ତାଙ୍କୁ ହିଁ ବର୍ଗୀକରଣ ବିଜ୍ଞାନର ଜନକ ବା ଫାଦର ଅଫ୍ ଟ୍ୟାକ୍ସୋନମି ବୋଲି କୁହାଯାଏ। ଠିକ୍ ଅଛି। ତେବେ ଏହି ବର୍ଗୀକରଣର ଯାତ୍ରା ଆରମ୍ଭ ହୁଏ କେଉଁଠୁ? ଆମେ ସିଧା ଗୋଟେ ଛୋଟ ପୋକରୁ ଆରମ୍ଭ କରିବା ନା ସବୁଠୁ ବଡ଼ ଚିତ୍ରକୁ ଦେଖିବା? ବୈଜ୍ଞାନିକମାନେ ସବୁଠୁ ବଡ଼ ସ୍ତରରୁ ଆରମ୍ଭ କରନ୍ତି। ସେମାନେ ପୃଥିବୀର ସମସ୍ତ ଜୀବଙ୍କୁ ମୋଟାମୋଟି 3ଟି ବଡ଼ ଗ୍ରୁପରେ ଭାଗ କରିଛନ୍ତି, ଯାହାକୁ କୁହାଯାଏ ଡୋମେନ୍। ଆଉ ଏହି ଡୋମେନ୍ର ଧାରଣା ବେଶୀ ପୁରୁଣା ନୁହେଁ। 1990 ମସିହାରେ ଜୀବବିଜ୍ଞାନୀ କାର୍ଲ ୱେସ୍ ହିଁ ପ୍ରସ୍ତାବ ଦେଇଥିଲେ ଯେ ବର୍ଗୀକରଣର ସବୁଠୁ ଉପର ସ୍ତର ହେବା ଉଚିତ ଡୋମେନ୍। ତ ସେହି 3ଟି ଡୋମେନ୍ କ'ଣ କ'ଣ? ପ୍ରଥମଟି ହେଲା ଆର୍କିଆ। ଏମାନେ ହେଉଛନ୍ତି ଏମିତି ଅଣୁଜୀବ ଯେଉଁମାନେ ବହୁତ କଠିନ ପରିବେଶରେ, ଯେମିତିକି ଗରମ ପାଣିର ଝରଣା, ସେଠି ବଞ୍ଚିପାରନ୍ତି। ଦ୍ୱିତୀୟଟି ହେଲା ବ୍ୟାକ୍ଟେରିଆ, ଯାହାକୁ ଆମେ ସାଧାରଣ ଭାଷାରେ ଜୀବାଣୁ ବୋଲି କହୁ। ଆଉ ତୃତୀୟଟି ହେଲା ୟୁକାରିଆ। ଆମେ ଦେଖୁଥିବା ପ୍ରାୟ ସବୁ ଜୀବ, ଯେମିତିକି ଗଛ, ପଶୁପକ୍ଷୀ, କବକ, ଏପରିକି ଆମେ ମଣିଷ, ସମସ୍ତେ ଏହି ଡୋମେନ୍ ଭିତରେ ଆସୁ, କାରଣ ଆମ ସମସ୍ତଙ୍କ କୋଷରେ ଗୋଟେ ସୁଗଠିତ ନ୍ୟୁକ୍ଲିୟସ୍ ଥାଏ। କିନ୍ତୁ କାହାଣୀ ଏଇଠି ସରିନି। ଡୋମେନ୍ ତ ଖାଲି ଆରମ୍ଭ। ଏହା ତଳକୁ ଆହୁରି ଅନେକ ସ୍ତର ଅଛି। ଏହାକୁ ଗୋଟେ ସିଡ଼ି ଭଳି ଭାବିପାରନ୍ତି। ଆମେ ସିଡ଼ିର ସବୁଠୁ ଉପର ପାହାଚରୁ, ଯାହାକୁ କୁହାଯାଏ କିଙ୍ଗଡମ୍ ବା ରାଜ୍ୟ, ଧୀରେ ଧୀରେ ତଳକୁ ଖସି ଆସିବା, ଶେଷରେ ଗୋଟେ ନିର୍ଦ୍ଦିଷ୍ଟ ଜୀବ ପାଖରେ ପହଞ୍ଚିବା ପାଇଁ, ଯାହାକୁ କୁହାଯାଏ ସ୍ପିସିଜ୍ ବା ପ୍ରଜାତି। ଆଉ ଏହି ସିଢ଼ିର ପାହାଚଗୁଡ଼ିକ ହେଲା କିଙ୍ଗଡମ୍, ତାପରେ ଫାଇଲମ୍, ତାପରେ କ୍ଲାସ୍, ଅର୍ଡର, ଫ୍ୟାମିଲି, ଜିନସ୍, ଆଉ ଶେଷରେ ସବା ତଳେ ସ୍ପିସିଜ୍। ଗୋଟେ ଜୀବର ପୁରା ପରିଚୟ ପାଇବାକୁ ହେଲେ ଆମକୁ ଏହି ସବୁ ପାହାଚ ଦେଇ ଯିବାକୁ ପଡ଼ିବ। ଏହାକୁ ଆହୁରି ସହଜରେ ବୁଝିବାକୁ ଚାହୁଁଛନ୍ତି, ତେବେ ଏହାକୁ ଆମ ଘର ଠିକଣା ସହ ତୁଳନା କରନ୍ତୁ। କିଙ୍ଗଡମ୍ ହେଉଛି ଆମ ଦେଶ, ତାପରେ ଫାଇଲମ୍ ହେଲା ରାଜ୍ୟ, କ୍ଲାସ୍ ହେଲା ସହର, ଏମିତି ତଳକୁ ତଳକୁ ଆସି ଶେଷରେ ସ୍ପିସିସ୍ ହେଉଛି ଆମ ନିଜ ଘରର ନମ୍ବର। ଏକଦମ ସ୍ପଷ୍ଟ ନୁହେଁ କି? ଚାଲନ୍ତୁ ଗୋଟେ ଜଣାଶୁଣା ଉଦାହରଣ ନେବା। ଆମ୍ବ, ଆମ ସମସ୍ତଙ୍କର ପ୍ରିୟ ଫଳ। ତାର ଠିକଣା କ'ଣ? ଦେଖନ୍ତୁ, ତାର କିଙ୍ଗଡମ୍ ହେଲା ପ୍ଲାଣ୍ଟେ, ମାନେ ଉଦ୍ଭିଦ ଜଗତ। ଏମିତି ଗୋଟିଏ ପରେ ଗୋଟିଏ ସ୍ତର ଦେଇ ଆସିଲେ ଶେଷର ତାର ଜେନେସ୍ ହେଉଛି ମ୍ୟାଙ୍ଗିଫେରା ଆଉ ସ୍ପିସିସ୍ ହେଉଛି ଇଣ୍ଡିକା। ଆଚ୍ଛା, ତ ଏବେ ଆମେ ସେହି ବର୍ଗୀକରଣ ସିଡ଼ିର ଶେଷ ପାହାଚ, ମାନେ ସ୍ପିସିସ୍ ପାଖରେ ପହଞ୍ଚିଗଲେ। ଏଠାରେ ପ୍ରତ୍ୟେକ ଜୀବକୁ ଗୋଟେ ୟୁନିକ୍ ବୈଜ୍ଞାନିକ ନାଁ ଦିଆଯାଏ। ଏହି ନାଁ ଦେବା ପ୍ରଣାଳୀକୁ କୁହାଯାଏ ବାଇନୋମିଆଲ ନୋମେନକ୍ଲେଚର ବା ଦ୍ୱିପଦ ନାମକରଣ। ବାଇନୋମିଆଲର ଅର୍ଥ ହେଲା ଦୁଇପଦ,
ଏହି ଦୁଇପଦିଆ ନାଁ ଦେବାର ସିଷ୍ଟମ ଆରମ୍ଭ କରିଥିଲେ ସେହି ଲିନିୟସ୍। ଏହାର ଫାଇଦା କ'ଣ? ଏହାର ଫାଇଦା ହେଉଛି ଏହା ପୁରା ଦୁନିଆ ପାଇଁ ଗୋଟେ ହିଁ ନାଁ। ଆମେ ଓଡ଼ିଶାରେ ଯାହାକୁ ଆମ୍ବ କହୁ, ଇଂରାଜୀରେ ତାକୁ ମ୍ୟାଙ୍ଗୋ କୁହାଯାଏ, କିନ୍ତୁ ବୈଜ୍ଞାନିକ ଭାଷାରେ ଆମେରିକାର ବୈଜ୍ଞାନିକ ହୁଅନ୍ତୁ କି ଜାପାନର, ସମସ୍ତେ ତାକୁ ଗୋଟିଏ ନାଁରେ ଜାଣିବେ। ଏହାଦ୍ୱାରା କୌଣସି ଦ୍ୱନ୍ଦ୍ୱ ରହେ। ଚାଲନ୍ତୁ ସେହି ଆମ୍ବର ବୈଜ୍ଞାନିକ ନାମକୁ ଆଉ ଟିକେ ଭଲ ଭାବରେ ଦେଖିବା। ମ୍ୟାଙ୍ଗିଫେରା ଇଣ୍ଡିକା। ଏଠାରେ ଦୁଇଟି ପଦ ଅଛି। ପ୍ରଥମ ପଦ ମ୍ୟାଙ୍ଗିଫେରା, ଏହା ହେଉଛି ତାର ଜିନ୍ସ ବା ବଂଶ, ଆଉ ଏହାର ପ୍ରଥମ ଅକ୍ଷର ସବୁବେଳେ କ୍ୟାପିଟାଲରେ ଲେଖାଯାଏ। ଆଉ ଦ୍ୱିତୀୟ ପଦ ଇଣ୍ଡିକା, ଏହା ହେଉଛି ତାର ସ୍ପିସିସ୍ ବା ପ୍ରଜାତି, ଆଉ ଏହା ସବୁବେଳେ ଛୋଟ ଅକ୍ଷରରେ ଲେଖାଯାଏ। ଏହା ହିଁ ନିୟମ। ଆଉ ହଁ, ଏହି ବୈଜ୍ଞାନିକ ନାଁ ଲେଖିବାର କିଛି ପକ୍କା ନିୟମ ଅଛି, ଯାହା ସମସ୍ତଙ୍କୁ ମାନିବାକୁ ପଡ଼େ। ଏହି ନାମଗୁଡ଼ିକ ସାଧାରଣତଃ ଲାଟିନ୍ ଭାଷାରୁ ଆସିଥାଏ। ଯେତେବେଳେ ଏହାକୁ ଟାଇପ୍ କରାଯାଏ, ଏହାକୁ ସବୁବେଳେ ଇଟାଲିକ୍ସରେ ଲେଖାଯାଏ, ଟିକେ ଦଙ୍କା କରି। ଆଉ ଯଦି ହାତରେ ଲେଖାଯାଉଛି, ତେବେ ଦୁଇଟି ଶବ୍ଦ ତଳେ ଅଲଗା ଅଲଗା ଗାର ଟାଣିବାକୁ ପଡ଼େ। ତେବେ ଏହି ଯେଉଁ ସୁନ୍ଦର ସିଷ୍ଟମ, ଏହା ଆଜି ପର୍ଯ୍ୟନ୍ତ ଆମେ ଜାଣିଥିବା ସବୁ ଜୀବଙ୍କୁ ଗୋଟେ ଶୃଙ୍ଖଳାରେ ବାନ୍ଧି ରଖିଛି। କିନ୍ତୁ ଶେଷରେ ଗୋଟେ କଥା ଭାବିବାକୁ ବାଧ୍ୟ କରେ, ଆମେ ତ ଖାଲି ଜଣାଶୁଣା ଜୀବଙ୍କୁ ସଜାଇଛେ। ଆମ ପୃଥିବୀର ଗଭୀର ଜଙ୍ଗଲ, ପାହାଡ଼ ଆଉ ଅତଳ ସମୁଦ୍ର ଭିତରେ ଏମିତି ଆହୁରି କେତେ ଅଦ୍ଭୁତ, ଅଜଣା ଜୀବ ଲୁଚି ରହିଥିବେ, ଯାହାଙ୍କୁ ଖୋଜି ବାହାର କରିବା ଏବେ ବି ବାକି ଅଛି।